କୁନି କୁନି ପିଲାମାନେ, ମୁଁ ତୁମ ପାଇଁ ଗୋଟିଏ ଗପ ଆଣିଛି, ଶୁଣିବ। ଗୋଟିଏ ରାଜ୍ୟରେ ଜଣେ ରାଜା ଥିଲେ। ରାଜାଙ୍କର ସୁଶାସନ କଥା ଚତୁର୍ଦିଗରେ ବ୍ୟାପିଥିଲା। ସେ ତାଙ୍କ ପ୍ରଜାମାନଙ୍କୁ ନିଜ ସନ୍ତାନ ଭଳି ଦେଖୁଥିଲେ। ରାଜାଙ୍କର ଭାଗ୍ୟକୁ ତାଙ୍କର ମହାମନ୍ତ୍ରୀ ମଧ୍ୟ ଅତ୍ୟଧିକ ଜ୍ଞାନୀ ଏବଂ ବୁଦ୍ଧିମାନ ଥିଲେ। ଉଭୟ ରାଜା ଓ ମନ୍ତ୍ରୀଙ୍କ ଶାସନରେ ପ୍ରଜାମାନେ ଅତ୍ୟନ୍ତ ଖୁସିରେ ଥାଆନ୍ତି। ରାଜ୍ୟ ଏବଂ ରାଜା ଯେତେବେଳେ କୌଣସି ଅସୁବିଧାରେ ଥିବେ, ଠିକ୍ ସେହି ସମୟରେ ମହାମନ୍ତ୍ରୀ ନିଜର ବୁଦ୍ଧି ପ୍ରୟୋଗ କରି ସବୁ ସମସ୍ୟାର ସମାଧାନ କରିପାରୁଥିଲେ। ତେଣୁ ରାଜା ମଧ୍ୟ ମହାମନ୍ତ୍ରୀଙ୍କୁ ଖୁବ୍ ସମ୍ମାନ କରୁଥିଲେ। ରାଜାଙ୍କର ସବୁ ପ୍ରକାର ଭଲ ଗୁଣ ଥିଲେ ମଧ୍ୟ ତାଙ୍କ ପାଖରେ ଗୋଟିଏ ଦୁର୍ବଳତା ଥିଲା। ସେ ଯେକୌଣସି ଅସୁବିଧା ହେଲେ ତୁରନ୍ତ ହତାଶ ହୋଇଯାଉଥିଲେ। ସେହି ସମୟରେ ମହାମନ୍ତ୍ରୀ ତାଙ୍କୁ ସାହସ ଦେଇ କହୁଥିଲେ, ଧୈର୍ଯ୍ୟ ହରାନ୍ତୁ ନାହିଁ ମହାରାଜ, ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ସକାଶେ। ଏହି କଥାରେ ରାଜା ବେଳେ ବେଳେ ବିରକ୍ତ ହେଉଥିଲେ, କିନ୍ତୁ ମନ୍ତ୍ରୀ ଚୁପଚାପ ରହି ପରିସ୍ଥିତିକୁ ସଜାଡ଼ି ନେଉଥିଲେ। ଥରେ କ'ଣ ହୋଇଛି ନା, ରାଜା ସାଙ୍ଗରେ ମନ୍ତ୍ରୀ, ସେନାପତି, କୋଟୱାଳ ଏବଂ କିଛି ସୈନ୍ୟମାନଙ୍କୁ ନେଇ ଜଙ୍ଗଲକୁ ପାରିଧି କରିବାକୁ ଯାଇଥିଲେ। ଦୁର୍ଭାଗ୍ୟବଶତଃ ସେମାନେ ଘଞ୍ଚ ଜଙ୍ଗଲରେ ଥିଲାବେଳେ ଭୟଙ୍କର ଝଡ଼ ତୋଫାନ ଆସିଲା। ରାଜାଙ୍କର ସୈନ୍ୟ, ସେନାପତି, ଘୋଡ଼ା, ହାତୀ ସବୁ କିଏ କୁଆଡ଼େ ଛିନ୍ନଛତ୍ର ହୋଇ ଚାଲିଗଲେ। ଜଙ୍ଗଲ ମଝିରେ ମହାରାଜା ଆଉ ମହାମନ୍ତ୍ରୀ ଦୁଇ ଜଣ ଏକା ଏକା ଚାଲୁଛନ୍ତି। ଆସ୍ତେ ଆସ୍ତେ ବର୍ଷା ଛାଡ଼ିଗଲା। ରାଜା ଏତେ ବଡ଼ ସୈନ୍ୟ ସାମନ୍ତ ସବୁ କେହି ନାହାନ୍ତି ଦେଖି ନିଜକୁ ବଡ଼ ଅସହାୟ ମନେ କଲେ ଏବଂ ମନ୍ତ୍ରୀଙ୍କୁ କହିଲେ, ମହାମନ୍ତ୍ରୀ, ଏ ଘୋର ଜଙ୍ଗଲରେ କୁଆଡ଼େ ଯିବା, କ'ଣ କରିବା, କିଛି ଉପାୟ ଅଛି? ମହାମନ୍ତ୍ରୀ କହିଲେ, ମହାରାଜ, ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ସକାଶେ। ଏ କଥା ଶୁଣି ରାଜା ବିରକ୍ତ ଭାବ ପ୍ରକାଶ କରି କହିଲେ, ହେଉ ହେଉ, ତୁମ ଈଶ୍ୱର ସବୁ ମଙ୍ଗଳ କରୁଛନ୍ତି। ଏବେ ଚାଲ, ସନ୍ଧ୍ୟା ପୂର୍ବରୁ ଆମକୁ ଜଙ୍ଗଲରେ ବାହାରୁ ଯିବାକୁ ପଡ଼ିବ, ନହେଲେ ବାଘ କିମ୍ବା ଭାଲୁ ଆମକୁ ଜଳଖିଆ କରିବେ। ମନ୍ତ୍ରୀ କିଛି ନ କହି ଚାଲିବା ଆରମ୍ଭ କଲେ। ଜଙ୍ଗଲ ରାସ୍ତାରେ ରାଜା ଠିକରେ ଚାଲି ପାରୁନଥାନ୍ତି। ହଠାତ୍ ରାସ୍ତାରେ ଗୋଟେ ପଥରକୁ ଝୁଣ୍ଟି ରାଜା ପଡ଼ିଗଲେ। ମନ୍ତ୍ରୀ ମହାଶୟ ରାଜାଙ୍କୁ ଉଠାଇ ସାହାରା ଦେଇ ଚାଲିବାକୁ ଲାଗିଲେ। ରାଜାଙ୍କ ହାତ ଗୋଡ଼ ସବୁ ଖଣ୍ଡିଆ ହୋଇଯାଇଥାଏ। ରାଜା ଭାରି କଷ୍ଟ ପାଉଥାନ୍ତି, ତଥାପି କଷ୍ଟେ ମଷ୍ଟେ ଚାଲୁଥାନ୍ତି। ହେଲେ ଏମିତି କିଛି ରାସ୍ତା ଚାଲୁ ଚାଲୁ ରାଜା କହିଲେ, ଆଜି ବୋଧେ ଆମ ଭାଗ୍ୟ ଖରାପ ଅଛି ଆଉ। କିନ୍ତୁ ମନ୍ତ୍ରୀ ପୁଣି କହିଲେ, ମହାରାଜ, ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ସକାଶେ, ତେଣୁ ଧୈର୍ଯ୍ୟ ଧରନ୍ତୁ। ଏଥର କିନ୍ତୁ ରାଜା ଖୁବ୍ ରାଗିଗଲେ। ନିକଟରେ ଗୋଟିଏ କୂଅ ଥିଲା। ରାଜା କ୍ରୋଧରେ ମନ୍ତ୍ରୀଙ୍କୁ ସେହି କୂଅ ଭିତରକୁ ଠେଲିଦେଲେ। ଭାଗ୍ୟବଶତଃ କୂଅ ଭିତରେ ବେଶୀ ପାଣି ନଥିଲା। ମନ୍ତ୍ରୀ ସେ ଭିତରେ ପଡ଼ିଗଲେ। ରାଜା କୂଅ ଉପରେ ଥାଇ ପଚାରିଲେ, କ'ଣ ମହାମନ୍ତ୍ରୀ, ଈଶ୍ୱର ଯାହା କରନ୍ତି? ଭିତରୁ ମନ୍ତ୍ରୀ ଉତ୍ତର ଦେଲେ, ହଁ ମହାରାଜ, ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ସକାଶେ। ରାଜା ଏଥର ରାଗି ଯାଇ ସେଠାରୁ ଚାଲିଗଲେ। କହିଲେ, ତୁମେ ସେଇ କୂଅ ଭିତରେ ଥାଅ, ଈଶ୍ୱର କ'ଣ ମଙ୍ଗଳ କରିବାର ଅଛି କରନ୍ତୁ। ଏଥର ରାଜା ଏକୁଟିଆ ଚାଲିଲେ। ଜଙ୍ଗଲରେ ଯାଉ ଯାଉ ହଠାତ୍ ଗୋଟେ ଜାଗାରେ କିଛି ଜଙ୍ଗଲୀ ଆଦିମ ଅଧିବାସୀ ଆସି ରାଜାଙ୍କୁ ଘେରି ପକାଇଲେ ଏବଂ ସେଠାରୁ ଟାଣି ନେଲେ। ତାଙ୍କୁ ବନ୍ଧାବନ୍ଧି କରି ହାତ ଗୋଡ଼ ବାନ୍ଧି ନେଇ ଜଙ୍ଗଲର ବନଦେବୀ ଜଣେ ଥାନ୍ତି, ତାଙ୍କର ଆଦିମ ଅଧିବାସୀମାନେ ଯାହାକୁ ପୂଜା କରନ୍ତି, ସେଇ ବନଦେବୀଙ୍କ ନିକଟକୁ ନେଇ ବଳି ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ରାଜା ମନେ ମନେ ମହାମନ୍ତ୍ରୀ, ସେନାପତି ସମସ୍ତଙ୍କୁ ଖୋଜିଲେ ଏବଂ କାହାକୁ କିଛି ନ କହିପାରି ନିଜ ମୃତ୍ୟୁକୁ ଅପେକ୍ଷା କରି ରହିଲେ। ରାଜା ମନେ ମନେ ଭାବିଲେ,
ଆଜି ମତେ ଏମାନେ ନିଶ୍ଚୟ ବଳି ଦେବେ। ଠିକ ଶେଷ ସମୟରେ ସେ ଆଦିମ ଅଧିବାସୀ ମାନଙ୍କ ଦଳପତି ଆସି କହିଲେ ଯେ ଆରେ ଏ ରାଜାଙ୍କ ଦେହ ତ କଣ ଖଣ୍ଡିଆ ଖାବରା ସବୁ ହେଇଛି। ଖଣ୍ଡିଆ ଖାବରା ହେଇଥିଲେ ତ ତାଙ୍କୁ ବଳି ଦେଇ ହବନି, ମା ବନ ଦେବୀ ରାଗିବେ। ତେଣୁ ୟାଙ୍କୁ ଛାଡି ଦିଅ, ଆଉ ଗୋଟିଏ ଭଲ ଲୋକ ଯିଏ କି ଜମା ଖଣ୍ଡିଆ ହେଇନଥିବ ସେଇଭଳିଆ ଗୋଟିଏ ଲୋକକୁ ଧରି ଆଣ। ସଙ୍ଗେ ସଙ୍ଗେ ସେଇ ଆଦିମ ଅଧିବାସୀ ମାନେ ରାଜାଙ୍କୁ ମୁକ୍ତ କରିଦେଲେ। ପୁଣି ଚାଲିଲେ ଖୋଜିବାକୁ ଆଉ କୋଉଠି ଭଲ ବଳି ମିଳିବ। ବର୍ତ୍ତମାନ ସୁଦ୍ଧା ରାଜାଙ୍କ ରାଗ ଶାନ୍ତ ହୋଇସାରିଥିଲା। ସେ ମନେ ମନେ ଭାବିଲେ ବାସ୍ତବିକ ମନ୍ତ୍ରୀ ଯାହା କହିଥିଲେ ଠିକ କହିଥିଲେ। ମୁଁ ଯଦି ପଡିକି ଖଣ୍ଡିଆ ଖାବରା ନ ହୋଇଥାନ୍ତି ତାହେଲେ ତ ଆଜି ଏମାନେ ମତେ ବଳି ଦେଇଥାନ୍ତେ। ସେ ମନେ ମନେ ଅନୁତାପ କରି ପୁଣି ପଛକୁ ଫେରିଲେ। ଯେଉଁ କୂଅରେ ମନ୍ତ୍ରୀକି ପକାଇ ଦେଇଥିଲେ ସେଠାକୁ ଯାଇ ମନ୍ତ୍ରୀଙ୍କୁ ଉଦ୍ଧାର କଲେ। ମନ୍ତ୍ରୀଙ୍କୁ କୂଅରୁ ବାହାର କଲା ପରେ ରାଜା କହିଲେ, ମହାମନ୍ତ୍ରୀ ଏବେ କୁହ, ମୋତେ ସିନା ଖଣ୍ଡିଆ ଖାବରା କରି ଈଶ୍ୱର ମୋର ମଙ୍ଗଳ କରାଇଥିଲେ, ଫଳରେ ମୁଁ ବଞ୍ଚିଗଲି, ହେଲେ ତୁମକୁ ଏ ଅନ୍ଧାର କୂଅ ଭିତରେ ପକେଇବା ଦ୍ୱାରା ଈଶ୍ୱର କଣ ଭଲ କାମ କଲେ? ମହାମନ୍ତ୍ରୀ ସାଙ୍ଗେ ସାଙ୍ଗେ ଉତ୍ତର ଦେଲେ, ମହାରାଜ ଆପଣ ସିନା ଖଣ୍ଡିଆ ଖାବରା କହି ଆଦିମ ଅଧିବାସୀ ମାନେ ଆପଣଙ୍କୁ ଛାଡିଦେଲେ। ମୁଁ ଯଦି ଏ କୂଅ ଭିତରେ ନ ପଡି ଆପଣଙ୍କ ସହିତ ଯାଇଥାନ୍ତି ତାହେଲେ ସେଇ ଆଦିମ ଅଧିବାସୀ ମାନେ ମତେ ନିଶ୍ଚୟ ବଳି ଦେଇଥାନ୍ତେ। ରାଜା କହିଲେ, ଆରେ ହଁ ମହାମନ୍ତ୍ରୀ, ବାସ୍ତବିକ ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ସକାଶେ। ମାନେ ମୋ ଗପଟି କେମିତି ଲାଗିଲା? ନିଶ୍ଚୟ ଭଲ ଲାଗିଥିବ। ମତେ ଆହୁରି ଏମିତି ବହୁତ ଗପ ଜଣା, କହିବି, ଆସ୍ତେ ଆସ୍ତେ କହିବି। ଆଜି ପାଇଁ ଏତିକି, ବାଏ।